मोर समस्त दर्शक बंधु मान को नमस्कार। आज मोर सौभाग्य मोर जड़े बड़ भाई नाथ भाई मो पाखरे अछंती प्रभुंकर वाक्य अल्प किछि देबे। ता पूर्व आमने गोटे गीत गाउछु, बहुत पुराना गीत, ए पृथ्वी जानू आमे जीशुंकर। गीतटी परे नाथ भाई किछि वाक्य देबे, प्रार्थना करिवे, तापरे आमने विदाय नबु। धन्यवाद। चलंतु गीतटी को आमने सुनिबा। ए पृथ्वी जानू आमे जीशुंकर, आमे जीशुंकर। ए पृथ्वी जानू आमे जीशुंकर, आमे जीशुंकर। देखी आम प्रेम ए जगत जानू, देखी आम प्रेम ए जगत जानू आमे जीशुंकर, आमे जीशुंकर। ए पृथ्वी जानू आमे जीशुंकर, आमे जीशुंकर। ईश्वरଙ୍କ ठारे आमे सर्वे एक, सर्वे एक। प्रार्थना विश्वासे साजी सैनिक, सैनिक। आम काम देखी जगत जानिब, आम काम देखी जगत जानिब आमे जीशुंकर, आमे जीशुंकर। ए पृथ्वी जानू आमे जीशुंकर, आमे जीशुंकर। देखाइबु पथ आमे अंधकारे, अंधकारे। क्षमी जीवु शत्रु पुणी प्रेम भरे, प्रेम भरे। सेही प्रेम देखी जगत कहिब, सेही प्रेम देखी जगत कहिब आमे जीशुंकर, आमे जीशुंकर। ए पृथ्वी जानू आमे जीशुंकर, आमे जीशुंकर। प्रशंसा करिबु राजा राजांकर, राजांकर। पिता पुत्र पुणी पवित्र आत्मांकर, आत्मांकर। देखी से प्रशंसा सर्वे जानिबे, देखी से प्रशंसा सर्वे जानिबे आमे जीशुंकर, आमे जीशुंकर। ए पृथ्वी जानू आमे जीशुंकर, आमे जीशुंकर। देखी आम प्रेम ए जगत जानू, देखी आम प्रेम ए जगत जानू आमे जीशुंकर, आमे जीशुंकर। ए पृथ्वी जानू आमे जीशुंकर, आमे जीशुंकर। आमे माने प्रभुଙ୍କ वाक्यରୁ ଯାହା ପାଇବା ମାଥ୍ୟୁ 5 पर्व तार 16 पद। एठारे एहिपरि लेखाଯାଏ, ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଆମେନ୍। ବର୍ତ୍ତମାନ ଚାଲନ୍ତୁ ନାଥ ଭାଇଙ୍କ ପାଖରୁ ପ୍ରଭୁଙ୍କର ବାକ୍ୟ କିଛି ଶୁଣିବା। ମାଥ୍ୟୁ ଲେଖକ ଲେଖିଲେ, ସେ ଜଣେ କଳଧାରୀ ଥିଲେ କିନ୍ତୁ ଯୀଶୁଙ୍କର ଶିଷ୍ୟ ହେଲେ। ସେ ଲେଖିଲେ ଯେ ପ୍ରଦୀପ ଯେପରି ସମସ୍ତ ଆଲୋକ ଦିଏ, ସେପରି ବାକ୍ୟର ପ୍ରଦୀପ ଆମକୁ ପ୍ରଭୁ ଆଲୋକ ରୂପେ ବ୍ୟବହାର କରିବାକୁ ଚାହାନ୍ତି। ଆମେ ଏହି ଆଲୋକ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକଙ୍କ ପାଖରେ, ଆମ ପଡ଼ୋଶୀଙ୍କ ପାଖରେ, ଆମର ବିଦ୍ୟାଳୟ ପାଖରେ, ଆମର ସାଙ୍ଗସାଥିମାନଙ୍କ ପାଖରେ ଆମର କିଛି ଆଲୋକ ସେମାନଙ୍କୁ ପ୍ରକାଶ କିପରି ପ୍ରକାଶ ଦେବା? ତାଙ୍କ ବିପଦରେ, ଦୁଃଖରେ, ରୋଗରେ, ବ୍ୟାଧିରେ, ମୃତ୍ୟୁ ସବୁ କ୍ଷେତ୍ରରେ ଆମେ ଯଦି ଯାଇ ତାଙ୍କୁ ଠିଆ ହେବା, ତାଙ୍କ ସାଙ୍ଗେ ମିଶିବା,
ଆମେ ତାଙ୍କୁ ଉପଦେଶ ଦେବା, ଆମର ଆତ୍ମିକ ଜୀବନର ସାକ୍ଷ୍ୟ ଦେବା। ଆଉ ସେମିତି ଆମେ ପ୍ରକୃତ ମାନେ ଆଲୋକ ସନ୍ତାନ। ପ୍ରଦୀପ ଯେପରି ଜଳାଯାଏ ତାକୁ ଦୀପ ରୂପେ ରଖନ୍ତି, ତାକୁ ମାନତ ରଖନ୍ତି, ଯେହେତୁ ସେଇ ଘରର ସମସ୍ତେ ଆଲୋକ ପାଇବେ। ସେ ଆମର ଜୀବନରେ ଆମେ ପ୍ରଦୀପ ରୂପେ ଅନ୍ୟମାନଙ୍କୁ ଆଲୋକ ଦେବା ପାଇଁ ପ୍ରଭୁ ଆମକୁ ସୃଷ୍ଟି କରିଛନ୍ତି। ପ୍ରଭୁ କହିନାହାନ୍ତି ତୁମେ ନୃତ୍ୟ ରୁହ, ଘରେ ରୁହ, କି ଆମମାନେ ବିଭିନ୍ନ ସ୍ଥାନରେ ତାଙ୍କର ଆଲୋକ ପ୍ରକାଶ କରିବା ପାଇଁ ପ୍ରଭୁ ଆମକୁ ପବିତ୍ର ସାହାଯ୍ୟ ନିଶ୍ଚୟ ଦେବେ। ଆମେ ଜାଣୁ ଆମେ ଯୋଉ ଦେଶ ଅଛୁ ସେ ପ୍ରଭୁ ଦେଶ, ଆଉ ଅନ୍ଧକାର ମଧ୍ୟ ଆମେ ବାସ କଲେ ଆମକୁ ଦରକାର ସେ ଅନ୍ଧକାରକୁ ଆଲୋକ ଦୂର କରିବା ପାଇଁ। ଆମକୁ ପଡ଼ୋଶୀ, ଆମକୁ ଅଫିସରେ କର୍ମକର୍ତ୍ତା, ଆମ ସାଙ୍ଗ ଯେଉଁ ବର୍ଷ ଆମେ ପରିଚୟ ସମ୍ପର୍କ, ଆଉ ସେମାନଙ୍କ ପାଖରେ ଆମେ ଖ୍ରୀଷ୍ଟଙ୍କର ଆଲୋକ ଦେବା ପାଇଁ, ତାଙ୍କୁ ଦୁଃଖ ଠିଆ ହେବା ପାଇଁ, ତାଙ୍କୁ ସାହାଯ୍ୟ କରିବା ପାଇଁ, ତାଙ୍କୁ ମିଶିବା ପାଇଁ, ତାଙ୍କ ସମସ୍ତ ବିଷୟରେ ଆମେ ଠିଆ ହେବା ପାଇଁ ସେମାନେ ଜାଣିବେ ପ୍ରକୃତ ଏମାନେ ଖ୍ରୀଷ୍ଟିଆନ ବୋଲି ଜାଣିବେ। ଖ୍ରୀଷ୍ଟିଆନ ଖାଲି ଧର୍ମ ନୁହେଁ, କର୍ମ କରିବାକୁ ପଡ଼ିବ। ଖ୍ରୀଷ୍ଟିଆନ ଜୀବନରେ କର୍ମ କରିବାକୁ ପଡ଼ିବ। ଆଜି ପାତ୍ରକୁ କହିଲେ ଯେ ଆମେ ଯଦି ଖାଲି ପ୍ରାର୍ଥନା କରେ ପ୍ରଭୁ ଅମୁକ ଭାଇକୁ ଭଲ କର, ତାକୁ ଭଲ କରେ, ତାକୁ ତା ପାଖରେ ଯିବାକୁ ପଡ଼ିବ, ତାକୁ ପାଖରେ ଠିଆ ହେବାକୁ ପଡ଼ିବ, ତାକୁ ଶାନ୍ତ ଦେବାକୁ ପଡ଼ିବ, ତାକୁ ସାହାଯ୍ୟ କରିବାକୁ ପଡ଼ିବ। ଦୁଃଖୀ ଧୈର୍ଯ୍ୟମାନଙ୍କୁ ସାହାଯ୍ୟ ଜାଣିବେ ସେଇ ଖାଲି ପ୍ରାର୍ଥନା କରି ସୁସ୍ଥ ହେବେନି, ତାଙ୍କୁ ପାଖରେ ଠିଆ ହେବାକୁ ପଡ଼ିବ, ସାହାଯ୍ୟ କରିବାକୁ ପଡ଼ିବ। ତେବେ ଯାଇ ପ୍ରଭୁ ଆମଙ୍କ ପ୍ରାର୍ଥନା ଶୁଣିବେ। ଆଉ ସେଇ କାର୍ଯ୍ୟ ପାଇଁ ପ୍ରଭୁ ସେମାନଙ୍କୁ ମଧ୍ୟ ଗୋଟେ ଉତ୍ତମ ଭାବରେ ଶିକ୍ଷା ଯେ ସେମାନେ ମଧ୍ୟ ଆଲୋକର ସନ୍ଧାନ ପାଇ ଦୌଡ଼ି ଆସିବେ। ଯେପରି ଆଲୋକ ପାଖରେ ଅନେକ ପତଙ୍ଗ ମାନେ ପକ୍ଷୀ ଯେପରି ଉଡ଼ି ଆସନ୍ତି, ସେମାନେ ଆଲୋକରେ ପାଖକୁ ଉଡ଼ି ଆସିବାକୁ ପଡ଼ିବ, ଆମକୁ ଆଲୋକ ଦେବାକୁ ପଡ଼ିବ। ତେବେ ଯାଇ ସେମାନେ ଆମ ପାଖକୁ ଆସିବେ। ଆଉ ଆମଙ୍କର ଆଚାର ବ୍ୟବହାର, କଥାବାର୍ତ୍ତା, ଚାଲି ଚଳ ସବୁଥିରେ ଆମକୁ ଖ୍ରୀଷ୍ଟୀୟ ଜୀବନର ଆଚାର ନେଇ ବ୍ୟବହାର କରିବାକୁ ପଡ଼ିବ, ତାଙ୍କର ମିଶିବାକୁ ପଡ଼ିବ। ତେବେ ଯାଇ ସେମାନେ ଜାଣିବେ ଆଲୋକର ମହତ୍ଵ କ'ଣ, ଆଲୋକର ଗୁଣ କ'ଣ, ଆଲୋକର ପ୍ରକୃତ ଉଦ୍ଦେଶ୍ୟ କ'ଣ। ଖାଲି ପ୍ରଭୁ ଆମ ବିଷୟ ଯୋଗ ଚାହେଁ, ଆମକୁ ସବୁ କର୍ମ କରିବାକୁ ପଡ଼ିବ। କର୍ମ ଦ୍ୱାରା ଆମର ଜୀବନରେ ପ୍ରକାଶ ପାଇବ ଯେ ଆମେ ପ୍ରକୃତ ଆଲୋକର ସନ୍ତାନ, ଆମେ ପ୍ରକୃତ ଆଲୋକରେ ଗମନ କରୁଛୁ। ଆମକୁ ଆଜି ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି ଆଜି ଏଇ ଭାଇଙ୍କ ପାଖରେ ବସିବା ପାଇଁ, ତାଙ୍କ ସହିତ ମିଶିବା ପାଇଁ, ତାଙ୍କ ସହିତ ଗୀତ ଗାଇବା ପାଇଁ ଏବଂ ତାଙ୍କର ଯୋଉ ଆଗ୍ରହ ଯୋଉ ଆମକୁ ସୁଯୋଗ ଦେଇଛନ୍ତି, ବିଶେଷ ଭାବେ ଆମେ ବାବୁ ଭାଇକୁ ଧନ୍ୟବାଦ ଦେଉଛୁ। ଆଉ ବାବୁ ଭାଇ ଏଇ ଅନେକ ଉଦ୍ୟୋଗୀ, ସେ ଅନେକ ଲୋକମାନଙ୍କ ପାଖରେ ତାଙ୍କୁ ଯୋଉ କାର୍ଯ୍ୟ, ତାଙ୍କୁ ଯୋଉ ଗୀତ, ତାଙ୍କୁ ଯୋଉ ମାନେ ଲୋକମାନଙ୍କ ସେବାର ମନୋବୃତ୍ତି, ଯୋଉମାନେ ସେମାନେ ଯୋଉ ପ୍ରେମର ସମ୍ପର୍କ ରଖୁଛନ୍ତି, ଆଜି ଆମମାନଙ୍କୁ ସେଇପରି ଆମେ ଜୀବନ କାର୍ଯ୍ୟ ଦେବେ ଯାଇ ଆମମାନଙ୍କୁ ଖ୍ରୀଷ୍ଟଙ୍କୁ ପରିଚୟ ଦେବାକୁ ପଡ଼ିବ। ଖାଲି ମୁଁ ଖ୍ରୀଷ୍ଟାନ ବୋଲି କ୍ରସ୍ ପକେଇଦେଲେ ଯେ ଖ୍ରୀଷ୍ଟାନ ପରି ତାହା ନୁହେଁ। ଜୀବନରେ କର୍ମ କରିବାକୁ ପଡ଼ିବ, ଯିବାକୁ ପଡ଼ିବ, ଆମ କଷ୍ଟ ଦୁଃଖ ସହିବାକୁ ପଡ଼ିବ। ତେବେ ଆମେ ସେ ପାଖେ ତୁମ ଗୌରବ କରିବା ପାଇଁ ସୁଯୋଗ ପାଇବୁ। ପ୍ରଭୁ ଏ ସମସ୍ତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆଉ ଏ ଦ୍ୱାରା ଆମକୁ ଜୀବନକୁ ଆହୁରି ଅଧିକ ଆଲୋକ ଦେବା ପାଇଁ ପ୍ରଭୁ ଆମକୁ ପବିତ୍ର ଆତ୍ମାର ସାହାଯ୍ୟ କରନ୍ତୁ। ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ହେ ଆମଙ୍କ ପ୍ରେମମୟ ପ୍ରଭୁ ଯୀଶୁ, ଆମେ ତୁମକୁ ଧନ୍ୟବାଦ କରୁଛୁ ଯେ ପ୍ରଭୁ ତୁମେ ଆମକୁ ସୁଯୋଗ ଦେଲ ଏଇ ସନ୍ଧ୍ୟା ସମୟରେ ପ୍ରଭୁ ତୁମ ଆଲୋକକୁ ବିସ୍ତାର କରିବା ପାଇଁ, ଏ ଆଲୋକ ପ୍ରଦୀପକୁ ପ୍ରଜ୍ୱଳନ କରିବା ପାଇଁ ପ୍ରାର୍ଥନା ତୈଳକୁ ଆମେ ସଂଗ୍ରହ ପ୍ରଭୁ। ତେବେ ଯାଇ ଆମକୁ ପ୍ରଦୀପ ନିଭିବ ଆହୁରି ପ୍ରଦେଶ ହେବା ପାଇଁ ପ୍ରଭୁ ଆମର ଏପରି ଜୀବନ ଦିଅ, ଏପରି କର୍ମ ଦିଅ, ଏପରି ଶକ୍ତି ଦିଅ ଯେବେ ତୁମ ଆଲୋକ ଆମର ଖାଲି ଘରେ ନୁହେଁ କି ଗୀତରେ ନୁହେଁ, ବିଭିନ୍ନ ସ୍ଥାନରେ ଆମଙ୍କ ପଡ଼ୋଶୀ, ଆମଙ୍କର ହସ୍ପିଟାଲ, ଆମଙ୍କର ଅଫିସରେ, ଆମଙ୍କର ସଂସ୍ଥାରେ, ଆମ ପଡ଼ୋଶୀମାନଙ୍କୁ ତୁମ ଆଲୋକକୁ ଆମେ ବିସ୍ତାର କରିପାରିବା, ବଢେଇ ପାରିବା। କାହିଁକି ସେଇ ଅନ୍ଧକାରରେ ଥିବା ଲୋକମାନେ ଯେପରି ଧାଇଁ ଆସିବେ, ଯେପରି ପ୍ରଭୁ ଆଲୋକ ପାଖରେ ପୋକ ଯୋଉ ଧାଇଁ ଆସେ, ସେହିପରି ସେମାନେ ଆଜି ଆମ ପାଖରେ ଧାଇଁ ଆସିବେ ଯେ ଆଲୋକ
ସନ୍ଧାନ ପାଇଁ ପ୍ରଭୁ ପ୍ରଭୁ ତୁମକୁ ଦୟା କର। ତୁମ କ୍ଷୁଦ୍ର ଦାସ ମୋର ଜ୍ଞାନ ନାହିଁ, ମୋ ବୁଦ୍ଧି ବାପା, କିନ୍ତୁ ତୁମର ବାକ୍ୟ କହିବା ପାଇଁ ତୁମେ ବିଶେଷ ଶକ୍ତି ପ୍ରଦାନ କର। ପ୍ରଭୁ ତୁମେ ଜାଣିଛ ମୋର ବାଇବେଲର ଜ୍ଞାନ ନଥାଏ ବାପା, କିନ୍ତୁ ତୁମେ ନିଶ୍ଚୟ ମୋତେ ସାହାଯ୍ୟ କର। ଏଇ ଭାଇଙ୍କ ଦ୍ୱାରା ମୋ ଆହୁରି ତୁମ ନିମନ୍ତେ ଅଗ୍ରସର ହେବା ପାଇଁ, ତୁମ ନିମନ୍ତେ ବ୍ୟବହାର ହେବା ପାଇଁ, ତୁମ ନିମନ୍ତେ ଆଗେଇ ଯିବା ପାଇଁ ତୁମେ ସାହାଯ୍ୟ କର। ପ୍ରଭୁ ଆମ ବିଶେଷ କରି ପ୍ରଭୁ ଆମ ମନୋଭାବ ପାଇଁ ପ୍ରାର୍ଥନା କରିବା ପାଇଁ ତାଙ୍କର ମୋର ପ୍ରେମ ଆଦର ପାଇଛି ପ୍ରଭୁ। ତାଙ୍କର ଶରୀରକୁ ଦୁର୍ବଳତାକୁ ଆଜି ପର୍ଯ୍ୟନ୍ତ ତୁମେ ତାକୁ ବ୍ୟବହାର କରିବା ପାଇଁ, କାରଣ ସେ ତୁମ ଦାସମାନଙ୍କୁ ଅନେକ ଉପକାର ସାହାଯ୍ୟ କରିଛନ୍ତି। ସେଇ ଆଶୀର୍ବାଦ ଆଜି ତାଙ୍କ ଜୀବନ ସେପରି ଆମକୁ ସେପରି ତାଙ୍କ ପରି ଜୀବନ କାଟିବାକୁ ପଡିବ, ତାଙ୍କ ପରି ଆମକୁ ହେବାକୁ ପଡିବ, ତାଙ୍କ ପରି ଆମକୁ ଲୋକମାନଙ୍କୁ ସାହାଯ୍ୟ ଉପକାର କରିବାକୁ ପଡିବ। ପ୍ରଭୁ ତେଣୁ ଆମେ ମଧ୍ୟ ତାଙ୍କ ପରି ହେବା ପାଇଁ ପ୍ରଭୁ ତୁମେ ସାହାଯ୍ୟ କରେ। ପ୍ରଭୁ ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ଏହି ବିରତି ପ୍ରାର୍ଥନା ଯେଉଁ ପ୍ରଭୁ ଯୀଶୁଙ୍କ ନାମରେ ଅଛି, ଆମେନ୍। ହଉ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଆମର ଏହି ଏପିସୋଡ ଦେଖୁଥିବାରୁ। ଆପଣମାନଙ୍କୁ ସେଇ ଅନୁରୋଧ ଗୋଟେ ରଖିବି କି ଆପଣମାନେ ଖୁବ ମାତ୍ରାରେ ନିଜର ନିୟର ଡିୟର ମାନଙ୍କୁ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ କରିବା ପାଇଁ କୁହନ୍ତୁ ଏବଂ ନିଜ ନିଜର ସୁଚିନ୍ତିତ ମତାମତ ଆପଣମାନେ ୟୁଟ୍ୟୁବରେ ଦେବା ହୁଅନ୍ତୁ, ଯୋଉଦ୍ୱାରା ଆମମାନଙ୍କୁ ଉପକାର ମିଳିବ। ମୁଁ ଏକୁଟିଆ ନୁହେଁ, କିନ୍ତୁ ପ୍ରଭୁ ମୋତେ ଯୋଗାଉଛନ୍ତି, ଅନେକଙ୍କର ସାହାଯ୍ୟ ଦ୍ୱାରା ଏହି କାମ ହେଇପାରୁଛି। ଆଉ ପ୍ରଭୁଙ୍କର ବାକ୍ୟ ଅନ୍ୟମାନଙ୍କ ନିକଟରେ ପହଞ୍ଚୁ ଗୀତ ଦ୍ୱାରା ଏବଂ ତାଙ୍କର ବାକ୍ୟ ଦ୍ୱାରା ଆପଣମାନଙ୍କର ମଧ୍ୟ ଦାୟିତ୍ୱ ରହିଛି। ଆଜି ପାଇଁ ଆମେ ବିଦାୟ ନେଉଛୁ। ଧନ୍ୟବାଦ, ନମସ୍କାର।